ହଁ ସେ ତ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ସହିତ ଅଛନ୍ତି, ଆମର ଭିତରେ ଅଛନ୍ତି, କାରଣ ସେ ଆପଣଙ୍କୁ ଆଉ ମତେ ବହୁତ ପ୍ରେମ କରୁଛନ୍ତି। ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବା ପାଇଁ, ପ୍ରତ୍ୟେକ ରୋଗରୁ ସୁସ୍ଥତା ଦେବାକୁ ସେ ସମର୍ଥ ପରମେଶ୍ୱର ଅଟନ୍ତି। ଆସନ୍ତୁ ଆଜିର ଧ୍ୟାନ ପାଇଁ ଆମେ ଈଶ୍ୱରଙ୍କର ବାକ୍ୟ ଶୁଣିବା। ଦାନିଏଲ ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 6 ପର୍ବ 23-28। ଯଦି କେହି ସାହାଯ୍ୟ କରିପାରିବେ ତାହେଲେ ଭଲ ହୁଅନ୍ତା। ମୁଁ ପାଠ କରିଦଉଛି। ତହିଁରେ ରାଜା ଅତିଶୟ ଆନନ୍ଦିତ ହୋଇ ଦାନିଏଲକୁ ଗର୍ତ୍ତରୁ ଉଠେଇ ଆଣିବାକୁ ଆଜ୍ଞା ଦେଲା। ତ ଦାନିଏଲ ଗର୍ତ୍ତରୁ ଉଠାଗଲେ ଓ ତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ଦେଖାଗଲା ନାହିଁ, କାରଣ ସେ ଆପଣ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିଥିଲେ। ଆସନ୍ତୁ ଗୋଟିଏ ଗୋଟିଏ ପଦ ଆମେ ତାକୁ ଆଲୋଚନା କରିବା, ବୁଝିବା। ପରମେଶ୍ୱର ଏ ବାକ୍ୟ ମାଧ୍ୟମରେ ଆମକୁ କଣ ଶିକ୍ଷା ଦେବାକୁ ଚାହାନ୍ତି ଜାଣିବା। ତହିଁରେ ରାଜା ଅତିଶୟ ଆନନ୍ଦିତ ହେଲେ, ଅର୍ଥାତ୍ ସେ ଆଗରୁ ଦୁଃଖରେ ଥିଲେ। ରାଜା ଅତିଶୟ ଦୁଃଖରେ ଥିଲେ, କିନ୍ତୁ ଯେତେବେଳେ ଦାନିଏଲଙ୍କର ସ୍ୱରକୁ ସେ ଶୁଣିବାକୁ ପାରିଲେ, ସେ ଅତିଶୟ ଆନନ୍ଦିତ ହେଇଗଲେ। ଆଉ ଏଇ ଦୁଃଖର କାରଣ କଣ ଅଟେ ପ୍ରିୟମାନେ? ହୁଏତ ନୁହେଁ, ନିଶ୍ଚିତ ଭାବରେ ଏହା ଆମେ ଏଇ ବାକ୍ୟକୁ ଆମେ ଭଲ ଭାବରେ ଜାଣିଛୁ। ଦାନିଏଲକୁ କେମିତି ସିଂହ ମାନଙ୍କ ଗାତ ଭିତରେ ପକାଗଲା, ଆଉ କାହିଁକି ପକାଗଲା, ଏଇ କଥା ମଧ୍ୟ ଆମେ ଜାଣିଛୁ। କିନ୍ତୁ ଗୋଟିଏ ବିଷୟ, ଦାନିଏଲ ତାଙ୍କ ଜୀବନରେ କଣ ଥିଲା ଯାହାକି ସିଂହ ମାନଙ୍କ ମୁଖରୁ ତାଙ୍କୁ ରକ୍ଷା କଲା? ରାଜା କାହିଁକି ଦୁଃଖିତ ହେଇଥିଲେ? କାରଣ ରାଜା ସେ ଦାନିଏଲକୁ ବହୁତ ପ୍ରେମ କରୁଥିଲେ। ଏଇ କଥା ମଧ୍ୟ ଆମେ ଜାଣୁ ପ୍ରିୟମାନେ। ରାଜା ଦାନିଏଲକୁ ବହୁତ ପ୍ରେମ କରୁଥିଲେ। କାହିଁକି? କାରଣ ସେ ଅନୁଭବ କରିଥିଲେ ଆଉ ସେ ଜାଣିଥିଲେ ଯେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଆତ୍ମା, ସେ ପବିତ୍ର ଆତ୍ମା ଦାନିଏଲଙ୍କ ଭିତରେ ଅଛନ୍ତି। ରାଜା ତାଙ୍କର ନିଜ ମୁଖରେ ସ୍ୱୀକାର କରୁଛନ୍ତି, ଦେବମାନଙ୍କର ଦେବଙ୍କର ଆତ୍ମା ତୁମ ଭିତରେ ଅଛନ୍ତି। ପ୍ରିୟମାନେ, ସେ ରାଜା ବିଜାତି ଥିଲେ, ସେ ପରମେଶ୍ୱରକୁ ବିଶ୍ୱାସ କରୁନଥିଲେ, ସେ ଅନ୍ୟ ଦେବତା ମାନଙ୍କର ପୂଜା କରୁଥିଲେ। ତଥାପି ସେ ଦାନିଏଲଙ୍କର ପରମେଶ୍ୱରଙ୍କୁ ବିଶ୍ୱାସ କଲେ। କାହିଁକି? ଆମେ ଗୀତ ଗାଉଛୁ, ଏ ଜଗତ ଜାଣୁ ଆମେ ଯୀଶୁଙ୍କର, ଆମ କାମ ଦେଖି ଜଗତ ଜାଣିବ, ଆମ ପ୍ରେମ ଦେଖି ଜଗତ ଜାଣିବ, ଆମେ ଯୀଶୁଙ୍କର। ଆମର କାମକୁ ଦେଖି ଜଗତ ଜାଣିବ ପ୍ରିୟମାନେ ଯେ ଆମେ ଯୀଶୁଙ୍କର। ଆମ ଜୀବନରେ ଥିବା ପ୍ରେମକୁ ଦେଖି ଜାଣିବ এই ଜଗତର ଲୋକମାନେ ଯେ ଆମେ ଯୀଶୁଙ୍କର। ଆଉ ସେଇଦିନ ଦାନିଏଲଙ୍କ ଭିତରେ ଥିବା ପବିତ୍ର ଆତ୍ମାଙ୍କର ମୋର ବାକ୍ୟ ଚାଲିଛି। ସେ ଦାନିଏଲକୁ ଆଉ ଦାନିଏଲଙ୍କ ଶକ୍ତିକୁ ଦେଖିକି
ଦେଖିକି ରାଜା ବିଶ୍ୱାସ କଲେ ଯେ ଦାନିଏଲ ସର୍ବଶକ୍ତିମାନ ପରମେଶ୍ୱରଙ୍କର ଲୋକ ଅଟନ୍ତି। ଫୋନଟା ଡିଷ୍ଟର୍ବ କରୁଛି, ଟିକେ ବନ୍ଦ କରିଦଉଛି। ଦାନିଏଲଙ୍କର ପରମେଶ୍ୱର ହିଁ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି, ଏଇ କଥା ସେ ବିଶ୍ୱାସ କଲେ। ପ୍ରିୟମାନେ, ଯେତେବେଳେ କୌଣସି ବିଦ୍ୱାନ, କୌଣସି କଲଦିୟ ଏହି ସେ ଲେଖାକୁ ପଢି ପାରିଲେ ନାହିଁ, କେବଳ ଦାନିଏଲ ସେ ଲେଖାକୁ ପଢିଲେ ଆଉ ଲେଖାର ଅର୍ଥକୁ ପ୍ରକାଶ କଲେ। ରାଜା ଗୋଟେ ସ୍ୱପ୍ନ ଦେଖିଲେ, ଆଉ ସେଇ ସ୍ୱପ୍ନ ଆଉ ସ୍ୱପ୍ନର ଅର୍ଥ ପ୍ରକାଶ କରିବାକୁ କେହି ନଥିଲେ ପୃଥିବୀରେ, କେବଳ ଦାନିଏଲ ହିଁ ସେ ସ୍ୱପ୍ନ, ରାଜା ରାତିରେ ଦେଖି ଭୁଲି ଯାଇଥିବା ସ୍ୱପ୍ନକୁ ସେ ପ୍ରକାଶ କଲେ, ଆଉ ସ୍ୱପ୍ନର ଅର୍ଥ ବି ପ୍ରକାଶ କଲେ। ତାଙ୍କର କାମ ଦେଖି, ତାଙ୍କର ଜୀବନକୁ ଦେଖି ରାଜା ବିଶ୍ୱାସ କଲେ ଯେ ଯୋଉ ପରମେଶ୍ୱରଙ୍କୁ ଦାନିଏଲ ସେବା କରୁଛନ୍ତି ସେହି ପ୍ରକୃତ ପରମେଶ୍ୱର, ଆଉ ସେଇ ପରମେଶ୍ୱର ଧନ୍ୟ ହୁଅନ୍ତୁ। ଆଉ ଯେତେବେଳେ ତାଙ୍କର ସଭା ପରିଷଦର ଅନ୍ୟମାନେ ଦାନିଏଲଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କଲେ, ଆଉ ଦାନିଏଲଙ୍କର ଜୀବନ ବିନାଶ କରିବାକୁ ସେମାନେ ଚେଷ୍ଟା କଲେ, ଅନ୍ୟ ଉପାୟ ନ ପାଇକି ରାଜା ମଧ୍ୟ ବାଧ୍ୟ ହେଇଥିଲେ ସେ ଆଦେଶ ଦେବା ପାଇଁ, ଆଉ ଯାହା ଫଳରେ ଦାନିଏଲକୁ ସିଂହମାନଙ୍କ ମୁଖରେ ପକାଯାଇଥିଲା। ସେଇ ସିଂହମାନେ ଯୋଉମାନେ ମାସ ମାସ ଧରି ଖାଇ ନଥିଲେ, ଭୋକିଲା ସିଂହ, ସେମାନଙ୍କ ମୁଖରେ ପକାଗଲା। କିନ୍ତୁ ପ୍ରିୟମାନେ, ଦାନିଏଲ ହେଲେ ମଧ୍ୟ ପରମେଶ୍ୱରଙ୍କୁ ଅସ୍ୱୀକାର କଲେ ନାହିଁ। ସେ ଜାଣିଛନ୍ତି ଯେ ସିଂହମାନଙ୍କ ଗାତରେ ପକାଗଲେ ସିଂହମାନେ ତାଙ୍କୁ ଚିରି ଫାଡ଼ି ଦେଇ ପାରନ୍ତି, ତାଙ୍କୁ ମାରି ଖାଇ ଦେଇ ପାରନ୍ତି। କରିବାର ଅର୍ଥ ସେ ପରମେଶ୍ୱରଙ୍କ ଉପରେ ଭରସା କରିଥିଲେ, ସେ ପରମେଶ୍ୱରଙ୍କୁ ବିଶ୍ୱାସ କରୁଥିଲେ, ଆଉ ସେ ନିଶ୍ଚିତ ଥିଲେ ଯେମିତି ଦାଉଦ କହୁଥିଲେ। କଣ କହିଲେ ଦାଉଦ? ମୁଁ ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ କୌଣସି ଆପଦକୁ ଭୟ କରିବି ନାହିଁ, କାରଣ ତୁମେ ମୋର ସହବର୍ତ୍ତୀ। ଆଉ ଦାନିଏଲ ମଧ୍ୟ ଠିକ ସେହିପରି ସେ ମନସ୍ଥ କରିଥିଲେ, ପ୍ରିୟମାନେ, ମୋର ପରମେଶ୍ୱର ମୋ ସାଥିରେ ଅଛନ୍ତି, କୌଣସି ବିପଦ ମୋର କିଛି କ୍ଷତି କରିପାରିବ ନାହିଁ। ଠିକ ସଦ୍ରକ ମେଷକ ଅବେଦନେଗୋ ପରି ସେ ସ୍ୱୀକାର କରିଥିଲେ। ପ୍ରିୟମାନେ, ସଦ୍ରକ ମେଷକ ଅବେଦନେଗୋ କଣ କହିଲେ? ସେମାନେ କହିଲେ, ହେ ମହାରାଜ, ତୁମେ ଆମକୁ ବାନ୍ଧି ଅଗ୍ନିରେ ପକାଇଲେ ସୁଦ୍ଧା ଆମର ପରମେଶ୍ୱର ଅଛନ୍ତି, ଯିଏ ଆମମାନଙ୍କୁ ଉଦ୍ଧାର କରିବାକୁ ସମର୍ଥ ଅଟନ୍ତି। ଆଉ ଯଦି ବା ସେ ଆମମାନଙ୍କୁ ଉଦ୍ଧାର ନ କରନ୍ତି, ତଥାପି ଆମେ ତୁମର ସେଇ ପ୍ରତିମାକୁ ପ୍ରଣାମ କରିବୁ ନାହିଁ। ହାଲେଲୁୟା। ବିଶ୍ୱାସ ପୂର୍ଣ୍ଣରେ ଭରସା, ପରମେଶ୍ୱରଙ୍କ ଉପରେ ଭରସା। କାରଣ ସେମାନେ ଜାଣିଥିଲେ, ଯଦି ବା ପରମେଶ୍ୱର ଆମକୁ ଉଦ୍ଧାର ନ କରନ୍ତି ଏ ଅଗ୍ନିରୁ, ଆମର ପ୍ରାଣ ଚାଲିଯିବ, এই ପୃଥିବୀରୁ ଆମେ ବିଦାୟ ନବା, କିନ୍ତୁ ଅତି ଶୀଘ୍ର ଆମେ ପରମେଶ୍ୱରଙ୍କ ସହିତ ମିଳିତ ହବା। ହାଲେଲୁୟା। ପରମେଶ୍ୱରଙ୍କ ସହିତ ମିଳିତ ହବାରେ କି ଆନନ୍ଦ! ସେମାନେ ସେ ସତ୍ୟତାକୁ ଜାଣିଥିଲେ ପ୍ରିୟମାନେ, କିନ୍ତୁ ଆଜି ଆମେ ସେଇ ସତ୍ୟତାକୁ ଶୁଣି ମଧ୍ୟ ଜାଣିପାରୁନାହୁଁ। ଆମେ ଭୟ କରୁଛୁ, ତାଡ଼ନା ଆସୁଛି, ବିପଦ ଆସୁଛି, ଆସିବ। ଭଲ କି ଯଦି ଆମେ ଚିନ୍ତା କରିବା, ଆଜି ଆମ ଜୀବନରେ ଯୋଉ ତାଡ଼ନା ଆସୁଛି, ଆମ ସମାଜରେ ଯୋଉ ତାଡ଼ନା ଆସୁଛି,
ଆଉ ସେତେବେଳର ତାଡ଼ନାକୁ ମନେ ପକେଇବା, ଦାନିଏଲଙ୍କ ସମୟର ତାଡ଼ନାକୁ, ପ୍ରଭୁ ଯୀଶୁଙ୍କର ସ୍ୱର୍ଗାରୋହଣ ଉପରେ ଶିଷ୍ୟମାନଙ୍କ ଉପରକୁ ଆଉ ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରୁଥିଲେ ସେମାନଙ୍କ ଉପରେ ଯୋଉ ତାଡ଼ନା ଆସୁଥିଲା, ବର୍ତ୍ତମାନର ତାଡ଼ନା କଣ ତାଠାରୁ ଅଧିକ? କିନ୍ତୁ ଆମେ ଡରି ଯାଉଛୁ, ଆମେ ଭୟଗ୍ରସ୍ତ ହଉଛୁ। ପରମେଶ୍ୱରଙ୍କର ବାକ୍ୟ କୁହେ ଯେ ତୁମେ ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାଅ। ୟେସ୍ ପ୍ରିୟମାନେ, ଭୟ ଆମେ କରିବା ନାହିଁ, ଭୟ ଶୈତାନ କରିବ ଆମ ପାଇଁ। ଆମକୁ ଦେଖି ଶୈତାନର ଲୋକମାନେ ଭୟ କରିବେ, ଯୋଉମାନେ ଆମକୁ ଆତଙ୍କିତ କରିବାକୁ ଚାହୁଁଛନ୍ତି, ଯୋଉମାନେ ଆମର ବିରୁଦ୍ଧରେ ଯାଉଛନ୍ତି, ଯୋଉମାନେ ଆମକୁ ମାରିବାକୁ ଚେଷ୍ଟା କରୁଛନ୍ତି, ତାଡ଼ନା ଦେବାକୁ ଚେଷ୍ଟା କରୁଛନ୍ତି, ସେମାନେ ଭୟ କରିବେ। କିନ୍ତୁ କେତେବେଳେ? ଯେତେବେଳେ ଆମେ ସଦ୍ରକ ମେଷକ ଅବ୍ଦନିଗୋ ପରି ସମ୍ପୂର୍ଣ୍ଣ ରୂପେ ପରମେଶ୍ୱରଙ୍କ ଉପରେ ଭରସା କରିବା, ସେତେବେଳେ ଯେତେବେଳେ ଦାନିଏଲ ପରି ଆମେ ସମ୍ପୂର୍ଣ୍ଣ ରୂପେ ତାଙ୍କୁ ବିଶ୍ୱାସ କରିବା, ସେତେବେଳେ ଆମେ ଭୟର ଆତ୍ମା ପାଇନାହୁଁ। ପ୍ରିୟମାନେ, ମୃତ୍ୟୁ ଆମ ପାଇଁ କିଛି ନୁହେଁ, ଆମର ପରମେଶ୍ୱର ମୃତ୍ୟୁକୁ ଜୟ କରି ସାରିଛନ୍ତି ପ୍ରଭୁ ଯୀଶୁ। ଆଉ ଆମେ ବି ପରମେଶ୍ୱରଙ୍କ ସନ୍ତାନ, ଆମେ ବି ମୃତ୍ୟୁଞ୍ଜୟୀ ଅଟୁ। ଏ କଥା ବିଶ୍ୱାସ କରିବା, ତାଙ୍କ ଉପରେ ଭରସା କରିବା। ଅସମ୍ଭବ ତାଙ୍କ ପାଖରେ କିଛି ନାହିଁ। ଏସ୍ ପ୍ରିୟମାନେ, ଯେତେ ବଡ଼ ରୋଗ ହଉନା କାହିଁକି, ଯେତେ ବଡ଼ ବିପଦ ଆସୁନା କାହିଁକି, ସେ ଉଦ୍ଧାର କରିବାକୁ ସମର୍ଥ ଅଟନ୍ତି। ଆଉ ସେ ଆପଣଙ୍କ ଭିତରେ ଅଛନ୍ତି, ସେ ମୋ ଭିତରେ ଅଛନ୍ତି। ହାଲେଲୁୟା। ଆମେ ସାଧାରଣ ଲୋକ ନୁହେଁ। ସେ ଅସମ୍ଭବକୁ ସମ୍ଭବ କରିବା ପରମେଶ୍ୱର ଅଟନ୍ତି। ଆମେ ବି ଅସମ୍ଭବକୁ ସମ୍ଭବ କରିବା ଈଶ୍ୱର ଅଟୁ। କାରଣ ସେ ଆମକୁ ଈଶ୍ୱର କରି ତିଆରି କରିଛନ୍ତି, ତାଙ୍କର ପୁଅ ଆଉ ତାଙ୍କର ଝିଅ କରି ତିଆରି କରିଛନ୍ତି। এই କଥା ଭୁଲିଯିବା ନାହିଁ। ବେଳେ ବେଳେ ଲୋକ କହନ୍ତି, ସିଏ ତ ପ୍ରଭୁ ଯୀଶୁ ଈଶ୍ୱର ଥିଲେ ନା, ସିଏ ସବୁ କରିପାରୁଥିଲେ, ଆମେ କଣ ତାଙ୍କ ପରି ହେଇପାରିବା? କିଏ କହିଲା ହେଇପାରିବା ନାହିଁ? ପ୍ରଭୁ ଯୀଶୁ ନିଜେ କୁହନ୍ତି ଯେ ମୁଁ ଯାହା ଯାହା କରିଅଛି ତୁମେ ମାନେ ମଧ୍ୟ କରିବ, ବରଂ ତାଠାରୁ ଅଧିକ କରିବ। এই କଥା ଆମେ ଭୁଲି ଯାଉଛୁ ପ୍ରିୟମାନେ। ଆଜିକାଲି ବଡ଼ ବଡ଼ ପାଷ୍ଟର ବୋଲୁଥିବା ଲୋକମାନେ ମଧ୍ୟ এই କଥା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନେ ବାକ୍ୟକୁ ଘୋଷିଛନ୍ତି ଆଉ ବାକ୍ୟ ହିଁ ପ୍ରଚାର କରିବାକୁ ଜାଣିଛନ୍ତି, ବାକ୍ୟର ଅର୍ଥ କଣ ଜାଣିନାହାନ୍ତି। ବାକ୍ୟ ଶକ୍ତିରେ ପ୍ରକାଶିତ ହୁଏ, ଆଉ ବାକ୍ୟରେ ଶକ୍ତି ଅଛି, ଏ କଥା ସେମାନେ ସ୍ୱୀକାର କରୁନାହାନ୍ତି। ବାକ୍ୟରେ ଶକ୍ତି ଅଛି ପ୍ରିୟମାନେ। Prayer can change everything. ଆମର ସ୍ୱାଲ ସିଂ ଆଜ୍ଞା ସବୁବେଳେ କୁହନ୍ତି, ଆଜି ମନେ ପକଉଛି ତାଙ୍କୁ, କାରଣ ସେ ମତେ ଯୀଶୁଙ୍କ ପାଖକୁ ଆଣିଛନ୍ତି। ମୁଁ ତ ବହୁତ ଦୂରକୁ ଚାଲି ଯାଇଥିଲି ଯୀଶୁଙ୍କଠୁ। ଆଶିଷ ସ୍ୱାଲ ସିଂ ଆଜ୍ଞା ହିଁ ମତେ ପ୍ରଭୁ ଯୀଶୁଙ୍କ ପାଖକୁ ଆଣିଲେ। ପ୍ରଭୁ ଯୀଶୁଙ୍କର ପ୍ରେମ ସ୍ୱାଦ ଚାଖିବାକୁ ମତେ ସେ ଦେଇଥିଲେ। ହାଲେଲୁୟା। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଅନନ୍ତ ଯେତେବେଳେ ରାଜା ଶୁଣିଲେ ଯେ ସେ ପଚାରୁଛନ୍ତି, ମୁଁ ଟିକେ ପଢିବାକୁ ଚାହୁଁଛି, ହେ ଜୀବିତ ପରମେଶ୍ୱରଙ୍କର ସେବକ ଦାନିଏଲ, ତୁମେ ନିତ୍ୟମିତ ଯାହାଙ୍କର ସେବା କରୁଅଛ, ତୁମର ସେଇ ପରମେଶ୍ୱର ସିଂହ ମାନଙ୍କ ଠାରୁ ତୁମକୁ ଉଦ୍ଧାର କରିବାକୁ କି ସମର୍ଥ ଅଟନ୍ତି? ନିଜେ ରାଜା ସ୍ୱୀକାର କରୁଛନ୍ତି, ହେ ଜୀବିତ ପରମେଶ୍ୱରଙ୍କର ସେବକ। ଆମର ପରମେଶ୍ୱରଙ୍କୁ ସେ କହୁଛନ୍ତି ଜୀବିତ ପରମେଶ୍ୱର, ସତ୍ୟ ପରମେଶ୍ୱରଙ୍କୁ ସେ ସ୍ୱୀକାର କରୁଛନ୍ତି ପ୍ରିୟମାନେ। ଆଉ ସେ କହୁଛନ୍ତି, ଯୋଉ ଜୀବିତ ପରମେଶ୍ୱରଙ୍କୁ ତୁମେ ସେବା କରୁଥିଲ, ସେ କି ତୁମକୁ ସିଂହମାନଙ୍କ ମୁହଁରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି? ଆଉ ଯେତେବେଳେ ଦାନିଏଲ ହରେ
ଜବାବ ଦେଲେ। ଯେତେବେଳେ ରାଜା ଦାନିଏଲଙ୍କ ସ୍ୱର ଶୁଣିବାକୁ ପାଇଲେ, ସେ କହିଲେ, ହେ ମହାରାଜ ଚିରଜୀବୀ ହୁଅନ୍ତୁ, ମୋର ପରମେଶ୍ୱର ସିଂହ ମାନଙ୍କର ମୁଖ ବନ୍ଦ କରିଦେଇଛନ୍ତି, ସେମାନେ ମୋର କୌଣସି କ୍ଷତି କରିପାରିନାହାନ୍ତି। ଆଉ ଯେତେବେଳେ ଦାନିଏଲଙ୍କ ମୁହଁରୁ ଯୋଉ ବାହାରିଥିବା କଥାକୁ ମହାରାଜ ଶୁଣିଲେ, ସେ ଏତେ ଖୁସି ହେଇଗଲେ, ଏଟା ଲେଖାଯାଏ ଅତିଶୟ ଆନନ୍ଦିତ ହେଲେ, ଆଉ ଶୀଘ୍ର ଦାନିଏଲକୁ ଗାତରୁ ଉଠେଇ ଆଣିବା ପାଇଁ ସେ ଆଜ୍ଞା ଦେଲେ। କାହିଁକି ଆନନ୍ଦିତ ହେଲେ? କାରଣ ସେ ଦାନିଏଲଙ୍କର ବିନାଶ ଚାହୁଁନଥିଲେ ପ୍ରିୟମାନେ। ଆଉ ଯାହା ଭିତରେ ପବିତ୍ର ଆତ୍ମା ଅଛନ୍ତି, ଯାହା ଭିତରେ ରାଜାଙ୍କ ଭାଷାରେ ପବିତ୍ର ଦେବଗଣର ଆତ୍ମା ଯାହା ଭିତରେ ବାସ କରୁଛନ୍ତି, ତାର ବିନାଶ କେବେ ହେଲେ ହବ ନାହିଁ। କୌଣସି ସିଂହ ତାର କିଛି କ୍ଷତି କରିପାରିବେ ନାହିଁ। କୌଣସି ଅଗ୍ନି ସଦ୍ରକ ମେଷକ ଅବେଦ୍ନେଗୋର କିଛି କ୍ଷତି କରିପାରିନଥିଲା। ଆମ ଜୀବନରେ ବିପଦ ଆସିପାରେ, ଆସିବ, ଆସୁ ବିପଦ। ଆମ ଜୀବନରେ ତାଡ଼ନା ଆସିପାରେ, ଆସୁ ତାଡ଼ନା। ସବୁ କିଛି ସହ୍ୟ କରିବାକୁ ଆମ ସଦାପ୍ରଭୁ ଆମର ଶକ୍ତି ଦେଇଛନ୍ତି। ଆମ ଭିତରେ ସେ ଅଛନ୍ତି। ଆଉ ଗୋଟେ ସତ୍ୟତାକୁ ସବୁବେଳେ ଆମେ ସ୍ୱୀକାର କରିବା ଯେ ଏଇ ଶରୀର ଆମର ନୁହେଁ, ଏଇ ଶରୀର ତାଙ୍କର ଅଟେ। ପ୍ରିୟମାନେ, ଏଇ ଶରୀରକୁ ଯଦି ତାଡ଼ନା ଆସେ, ତାଡ଼ନା ଆମକୁ ନୁହେଁ, ତାଡ଼ନା ପ୍ରଭୁ ଯୀଶୁଙ୍କୁ ଆସୁଛି, ତାଡ଼ନା ପରମେଶ୍ୱରଙ୍କୁ ଆସୁଛି। କଣ ହେଲା? ଯେତେବେଳେ ଦାନିଏଲକୁ ସିଂହମାନଙ୍କ ଗାତରୁ ଉଠାଇ ନିଆଗଲା, ତା ପରର ଅବସ୍ଥା କଣ ହେଲା ପ୍ରିୟମାନେ? ଯୋଉମାନେ ଦାନିଏଲକୁ ବିନାଶ କରିବାକୁ ଚେଷ୍ଟା କରିଥିଲେ, ମନ୍ତ୍ରଣା କରିଥିଲେ, ଯୋଉମାନେ ଚକ୍ରାନ୍ତ କରିକି ଦାନିଏଲକୁ ମାରିଦେବା ପାଇଁ ସିଂହମାନଙ୍କ ଗାତ ଭିତରେ ପକେଇଥିଲେ, ସେମାନଙ୍କର ଅବସ୍ଥା କଣ ହେଲା? ଖାଲି ସେମାନେ ନୁହନ୍ତି, ସେମାନଙ୍କ ସ୍ତ୍ରୀ, ପୁଅ, ଝିଅ ସମସ୍ତଙ୍କୁ ସେ ସିଂହମାନଙ୍କ ଗାତରେ ପକେଇ ଦିଆଗଲା। ଆଜି ଆମକୁ ତାଡ଼ନା ଆସୁଛି। ଦାନିଏଲ ସେମାନଙ୍କ ବିରୁଦ୍ଧରେ କିଛି କହିନଥିଲେ ପ୍ରିୟମାନେ, ଅଭିଯୋଗ କରିନଥିଲେ, ସେ ରାଜାଙ୍କୁ କହିନଥିଲେ ଯେ ହେ ମହାରାଜ, ଏବେ ତ ଜାଣିଲେ ଯେ ମୁଁ କିଛି ଦୋଷ କରିନାହିଁ, ମତେ ବିନା ଦୋଷରେ ମାନେ ଚକ୍ରାନ୍ତ କରିକି ସିଂହ ଗାତରେ ପକେଇଥିଲେ, ସେମାନଙ୍କୁ ଶାସ୍ତି ଦିଆଯାଉ, କିଛି କହିନଥିଲେ ପ୍ରିୟମାନେ। କିନ୍ତୁ ଆମର ପିତା ପରମେଶ୍ୱର ସେ ପ୍ରତିଶୋଧ ନେଇଥିଲେ। ପ୍ରତିଶୋଧ କହିବାର ଅର୍ଥ, ଈଶ୍ୱରଙ୍କର ବାକ୍ୟ କୁହେ ପ୍ରତିଶୋଧ ନେବାର ଅଧିକାର ତୁମର ନାହିଁ। ଆଉ ଦାନିଏଲ ପ୍ରତିଶୋଧ ନେଇ ନଥିଲେ ପ୍ରିୟମାନେ, କିନ୍ତୁ ବାକ୍ୟରେ ଏହା ବି ଲେଖାଯାଏ ଯେ ତୁମକୁ ସ୍ପର୍ଶ କରେ, ସେ ମୋର ଆଖିର ପିତୁଳାକୁ ସ୍ପର୍ଶ କରେ। ଯଦି ମାଛି ଉଡିକି ଆଖି ଭିତରକୁ ଆସୁଛି, ଆମେ କଣ କରୁଛୁ ପ୍ରିୟମାନେ? ତାକୁ ମାରି ଦଉଛୁ ନା? ଆଉ ପରମେଶ୍ୱରଙ୍କର ଆଖିର ପିତୁଳାକୁ ଆମକୁ ଯଦି କିଏ ସ୍ପର୍ଶ କରିବ, ଆମ ବିରୁଦ୍ଧରେ ଯଦି କିଏ କିଛି କରେ, ତାହେଲେ ପରମେଶ୍ୱର କଣ ସହିଯିବେ? କେବେ ନୁହେଁ, ଆଉ କେବେ ନ ହେଉ। ଆମେ ତାଙ୍କର କଥା ମାନିବା, ଆମେ ଠିକ ପ୍ରଭୁ ଯୀଶୁଙ୍କ ପରି ଆମର ଶତ୍ରୁ ମାନଙ୍କୁ କ୍ଷମା ଦବା, ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରିବା। କିନ୍ତୁ ଆମର ବାପା କେବେ ହେଲେ ସେମାନଙ୍କୁ କ୍ଷମା ଦେବେ ନାହିଁ, ସେମାନଙ୍କୁ ଶାସ୍ତି ନିଶ୍ଚିତ ଭାବରେ ଦେବେ। ତେଣୁକରି ପ୍ରିୟମାନେ, ସେ କୁହନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ ମୁଁ ଅଛି ତୁମ ପାଇଁ ଚିନ୍ତା କରିବା ପାଇଁ। ହାଲେଲୁୟା। ରାଜା ଆଜ୍ଞା କଲେ,
ଆଉ ସେମାନଙ୍କର ସେ ଶତ୍ରୁ ମାନଙ୍କର ଯୋଉମାନେ ଚକ୍ରାନ୍ତ କରିଥିଲେ ତାଙ୍କର ବଂଶ ଯାକ ସମସ୍ତଙ୍କୁ ଆଣିକି ସିଂହ ମାନଙ୍କୁ ମୁହଁରେ ପକେଇ ଦିଆଗଲା। ଆଉ ସିଂହ ମାନେ ଯୋଉ ସିଂହ ମାନେ ଦାନିଏଲକୁ ଦେଖିକି ଭୟରେ ଗୋଟେ କୋଣରେ ଯାଇକି ବସି ପଡିଥିଲେ, ସେଇ ସିଂହ ମାନେ ଯେତେବେଳେ ଏଇ ଲୋକମାନଙ୍କୁ ପକାଗଲା, ତାଙ୍କର ପରିବାର ଲୋକମାନଙ୍କୁ ପକାଗଲା, ସେମାନଙ୍କୁ ତଳେ ପଡିବା ପର୍ଯ୍ୟନ୍ତ ମଧ୍ୟ ସୁଯୋଗ ଦେଇ ନଥିଲେ। ଉପରକୁ ଏକ ଡେଇଁକି ଛାପ ମାରିକି ସେମାନଙ୍କର ଅସ୍ଥି ସୁଦ୍ଧା ସେମାନେ ଚୂର୍ଣ୍ଣ କରିଦେଇଥିଲେ। ୟେସ୍ ପ୍ରିୟ ମାନେ, ଭୟ କରିବା ନାହିଁ, ଭରସା ରଖିବା। ତୁ ମତ ଡର, तू मत डर, भरोसा रख तू यीशु पर, यीशु तुझे संभालेगा, चट्टान पर खड़ा करेगा। तू मत डर, तू मत डर, भरोसा रख तू यीशु पर। जेते बड़ विपद आसू, जेते बड़ ताड़ना आसू, से अछंती मो साथी रे। भाई बढ़िया गीतटे गाइले, से आम संगे अछंती, हमें डरिबार आवश्यक नहीं। हमको उद्धार करने समर्थ परमेश्वर आम भितर अछंती। से दानिएल के सहित मध्य थिले। आ गोटे कथा प्रिय माने, दानिएल काहे भय कले नहीं? दानिएल को काहे सिंह माने किछि करि पारले नहीं? कारण पवित्र देवगुणर आत्मा बा परमेश्वर का आत्मा तांको भितर थे। आ वर्तमान परमेश्वर को सेही आत्मा कोठे अछंती प्रिय माने? ईश्वर वाक्य हुए सेही पवित्र आत्मा एबे आपणक भितर अछंती, आ मो भितर अछंती। यस, से आम भितर अछंती। ताहले आमे काहे भय करिबा? आमे भय करिबार आवश्यक नाही। ठीक दानिएल को परी से आम व्यवहार करने चाहती। ठीक सदरक मैसाक अब्दनीको परी हमको से व्यवहार करने चाहती। এই শরীর তো তাঙ্কর অটে প্রিয় মানে, এই শরীরକୁ ତାଙ୍କ ହାତରେ ଉତ୍ସର୍ଗ କରିବା। ଆଉ ସେ ତାଙ୍କର ଇଚ୍ଛାରେ ଆମକୁ କଢେଇ ନେବେ। ମୁଁ ସବୁବେଳେ କୁହେ, ରୋମିଓ 6:13 ତୁମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ପରମେଶ୍ୱରଙ୍କ ହାତରେ ଉତ୍ସର୍ଗ କର। ଯଦି ଆମେ ଶୈତାନ ହାତରେ ଉତ୍ସର୍ଗ କରୁଛୁ, ସେ ବିନାଶ ପାଇଁ गोटे अस्त्र करिकी हमर अंग प्रत्यंग व्यवहार करिवो। किंतु परमेश्वरଙ୍କ हातरे जदि उत्सर्ग करछु, से मत विनाश करबाकू ए अंग प्रत्यंग व्यवहार करिवे, किंतु अंधकार शक्तिर विनाश में व्यवहार करिवे। हालेलुया। हमें साधारण लोक नुहे, हमें परमेश्वर प्रिय हटू। हमें परमेश्वर सादृश्य रे प्रतिमूर्ति रे तैयारी मनीष हटू। हमें साधारण लोक नुहे। तापरे दारियाबस समुदाय पृथ्वी रे प्रचार कला, पत्र लिखिले राजा कोही पत्र जे जो माने निकट पत्र लिखिला और लिखुची कोन, मु एही आज्ञा करूची जे मोर राज्यर समुदाय प्रदेशर लोक माने दानिएल को परमेश्वर छामुरे कंपित हुंतु, अभित हुंतु। यस प्रिय माने, समुदाय पृथ्वी रे समुदाय देश रे परमेश्वरंकर महिमा हैला। समुदाय विभिन्न भाषावादी लोक मानक मध्य रे परमेश्वरंकर महिमा हैला। अब राजा आज्ञा हैला जी समस्ते परमेश्वर दानिएल को परमेश्वर निकट रे भयभीत हुंतु आ कंपित हुंतु, तांकर सेवा करंतु। मु तो चिंता करथिली जे दानिएल जदि प्रत्येक गाँ गाँ बुली थांते, भिन्न भिन्न देश बुली बुली जदि प्रचार करि थांते, तथापि से पृथ्वीर सबु देश को पहुंची पारि न थांते। एते लोक परमेश्वर को जानी पारि न थांते। किंतु
ଗୋଟିଏ ଘଟଣା ତାଙ୍କର ପରମେଶ୍ୱରଙ୍କ ଉପରେ କରିଥିବା ସମ୍ପୂର୍ଣ୍ଣ ଭରସା, ତାଙ୍କୁ କରିଥିବା ବିଶ୍ୱାସ ଯୋଗୁ, ସଦାପ୍ରଭୁକୁ ଜୀବନରେ ପ୍ରଥମ ସ୍ଥାନ ଦେଇଥିବା ଯୋଗୁ ଜଣକ ସକାଶେ, କେବଳ ଦାନିଏଲ ଜଣକ ସକାଶେ ସମୁଦାୟ ପୃଥିବୀରେ ପରମେଶ୍ୱରଙ୍କର ମହିମା ପ୍ରକାଶିତ ହେଲା। ସମସ୍ତେ ଜାଣିଲେ, କାରଣ ଲେଖାଯାଏ ରାଜା କଣ କହୁଛନ୍ତି, ସେ ଉଦ୍ଧାର କରନ୍ତି, ସେ ଜୀବିତ ପରମେଶ୍ୱର ଅଟନ୍ତି, ନିତ୍ୟ ସ୍ଥାୟୀ ଅଟନ୍ତି, ତାଙ୍କ ରାଜ୍ୟ ଅବିନାଶ ଅଟେ, ତାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ରହିବ। ସେ ଉଦ୍ଧାର କରନ୍ତି, ସେ ରକ୍ଷା କରନ୍ତି। ପତ୍ରରେ ସବୁ କିଛି ପତ୍ରରେ ଲେଖି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ଭାଷାବାଦୀ ଲୋକ ପାଖରେ, ପ୍ରତ୍ୟେକ ଦେଶରେ ଏହି ପତ୍ର ଉପସ୍ଥିତ ହେଲା। ପ୍ରିୟମାନେ, ହାଲେଲୁୟା। ଆଜି ପ୍ରଭୁ ଆପଣଙ୍କୁ ଆଉ ମତେ ଠିକ ସେମିତି ବ୍ୟବହାର କରିବାକୁ ଚାହାନ୍ତି। ଆମର ହୁଏତ ବିନାଶ ହେଇଯାଇପାରେ, ବିନାଶ ତ ହବ ନାହିଁ। ଆମର ଏଇ ଶରୀର ବିନାଶ ହେଇଯାଇପାରେ, ଆମର ବିନାଶ ଅସମ୍ଭବ, କାରଣ ଆମେ ତାଙ୍କର ପୁଅ ଆଉ ତାଙ୍କର ଝିଅ। ହଁ, এই ପୃଥିବୀରୁ ଯଦି ବିଦାୟ ନେବା, ଆମେ ତାଙ୍କ ପାଖକୁ ଯିବା, ଆରାମରେ ରହିବା, ତାଙ୍କର ସାନ୍ନିଧ୍ୟରେ ରହିବା, ତାଙ୍କ ପ୍ରତ୍ୟେକ ଦିନ ତାଙ୍କର ମୁଖ ଦର୍ଶନ କରିବା। ୟେସ୍, ଆମକୁ ସେ ବ୍ୟବହାର କରିବାକୁ ଚାହାନ୍ତି। ଆମର ଶରୀରକୁ ମନେ ରଖିବା, ଆମେ ସାଧାରଣ ବ୍ୟକ୍ତି ବିଶେଷ ନୁହେଁ। ସ୍ୱୟଂ ପରମେଶ୍ୱର ଏ ଭିତରେ ଅଛନ୍ତି, ଏ ଦେହ ଭିତରେ। ସ୍ୱୟଂ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ପବିତ୍ର ଆତ୍ମା ଏ ଭିତରେ ଅଛନ୍ତି। ଆମେ ସବୁ କରିପାରିବା, ଆମେ ସବୁ କରିପାରିବା। ସେଥିପାଇଁ ଆମର ପ୍ରେରିତ ପାଉଲ କହନ୍ତି, ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ। ଆମେ ବି କହିବା, ଆମେ ବି ସ୍ୱୀକାର କରିବା, କହିବାର ଅର୍ଥ ପାଟିରେ କହିବା, ଆମେ ବି ସ୍ୱୀକାର କରିବା ହୃଦୟ ସହିତ, ଖ୍ରୀଷ୍ଟଙ୍କ ସାହାଯ୍ୟରେ ଆମେ ସବୁ କରିପାରୁ। ନିନ୍ଦା ଆସୁ, ତାଡ଼ନା ଆସୁ, ଅପମାନ ଆସୁ, ସବୁ କିଛି ଆମେ ସହିଯିବା। ଆଉ ଆମର ଭିତରେ ଥିବା ପରମେଶ୍ୱର ତାର ପ୍ରତିଶୋଧ ନିଶ୍ଚିତ ଭାବେ ନେବେ। ଶୈତାନର ଶକ୍ତିକୁ ସେ ନିଶ୍ଚିତ ଭାବରେ ପରାଜିତ କରିବେ। ସେ ତ କରିସାରିଛନ୍ତି। ଶୈତାନ ତ ହାରି ଯାଇଛି। କେବଳ କୁକୁର ପରି ବନ୍ଧା ହେଇଥିବା କୁକୁର ପରି ଭୁକୁଛି ଖାଲି, ତା ପାଖରେ ଶକ୍ତି ନାହିଁ। ପ୍ରିୟମାନେ, ଆମକୁ ସେ ଭୟ ଦେଖାଉଛି, ଆମେ ଭୟ କରିବାର ଆବଶ୍ୟକ ନାହିଁ। ଆମେ ଦାସର ଆତ୍ମା ପାଇନୁ, ପୁତ୍ରର ଆତ୍ମା ପାଇଛୁ। ଆଉ ଦାନିଏଲ ଦାରିଆବସଙ୍କର ରାଜତ୍ୱ କାଳରେ ଓ ପାରସିକ କୁରସ ରାଜତ୍ୱ କାଳରେ ଉନ୍ନତି ଲାଭ କଲେ। ଆମେ ଅସମ୍ଭବ ସମ୍ଭବକାରୀ ଏ କଥା ସ୍ୱୀକାର କରିବା। ଯୋଉଟା ଅନ୍ୟମାନେ ଅସମ୍ଭବ ବୋଲି ଭାବନ୍ତି, ଖ୍ରୀଷ୍ଟଙ୍କ ସାହାଯ୍ୟରେ ତାକୁ ଆମେ ସମ୍ଭବ କରିପାରିବା। ୟେସ୍, କାରଣ ଆମେ କରିବାର କିଛି ନାହିଁ, କରିବା ପରମେଶ୍ୱର ପବିତ୍ର ଆତ୍ମା ଆମ ଭିତରେ ଅଛନ୍ତି। ଆମକୁ ସେ ବ୍ୟବହାର କରିକି ଅସମ୍ଭବକୁ ସମ୍ଭବ କରିବେ। ନିଜକୁ ସାଧାରଣ ବୋଲି ଭାବନ୍ତୁ ନାହିଁ ପ୍ରିୟମାନେ। ଯେତେ ବଡ ରୋଗ ହଉନା କାହିଁକି, ଯେତେ ବଡ ରୋଗୀ ହଉନା କାହିଁକି, ତା ମୁଣ୍ଡରେ ହାତ ରଖି ପ୍ରାର୍ଥନା କରନ୍ତୁ। ଆପଣଙ୍କ ପାଖରେ ଶକ୍ତି ଅଛି, ଭିତରେ ଅଛି, କାରଣ ସେ ଆପଣଙ୍କ ଭିତରେ ଅଛନ୍ତି। ଆପଣ ପାଟି ଖୋଲନ୍ତୁ, ସ୍ୱୀକାର କରନ୍ତୁ ତାଙ୍କର ଉପସ୍ଥିତିକୁ, ଆଉ ତାଙ୍କ ନାମରେ ଧମକ ଦିଅନ୍ତୁ। ଆପଣ ସବୁ କିଛି କରିପାରିବେ। ମୁଁ ଯେ କୌଣସି ସ୍ଥାନକୁ ଯାଏ, ମୁଁ ଏ ବିଷୟ ଶିକ୍ଷା ଦିଏ। ବହୁ ଅନେକ ରୋଗୀ ସୁସ୍ଥ ହେଇ ସାରିଛନ୍ତି, ପାରାଲିସିସ୍ ରୋଗୀ, ବିଭିନ୍ନ ପ୍ରକାର ରୋଗୀ। କିନ୍ତୁ ମୁଁ ସେମାନଙ୍କୁ ଶିକ୍ଷା ଦିଏ ଯେ କେବଳ ମୋର ପ୍ରାର୍ଥନାରେ ନୁହେଁ, ତୁମର ପ୍ରାର୍ଥନାରେ ବି ଶକ୍ତି ଅଛି। ତୁମ ଭିତରେ ବି ପ୍ରଭୁ ଯୀଶୁ ଅଛନ୍ତି, ଆଉ ସେ
ତୁମର ପ୍ରାର୍ଥନା ଶୁଣିବେ। ଏଣିକି ମୁଁ ନୁହେଁ, ଅନ୍ୟମାନଙ୍କ ପାଇଁ ତମେ ପ୍ରାର୍ଥନା କରିବ। ୟେସ୍ ପ୍ରିୟମାନେ, ପ୍ରଭୁ ଯୋଉ ଦାନ ଆମକୁ ଦେଇଛନ୍ତି, ଗୋଟେ କଥା ମନେ ରଖିବା, ଯୋଉ ଦାନ ପ୍ରଭୁ ଆମକୁ ଦେଇଛନ୍ତି ଆମ ଭିତରେ ସୀମିତ ରଖିବା ନାହିଁ। ଆମେ ସେଇ ଦାନକୁ ବାଣ୍ଟିବା ଅନ୍ୟମାନଙ୍କୁ, କାରଣ ପ୍ରଭୁ କେବଳ ଆମକୁ ଚାହାନ୍ତି ନାହିଁ, ଆମ ସହିତ ପୃଥିବୀର ସମସ୍ତଙ୍କୁ ସେ ଚାହାନ୍ତି। ସମସ୍ତଙ୍କୁ ସେ ବ୍ୟବହାର କରିବାକୁ ଚାହାନ୍ତି। ସମସ୍ତଙ୍କ ଶରୀରକୁ ନିଜର ବାସସ୍ଥାନ, ନିଜର ମନ୍ଦିର କରିବାକୁ ଚାହାନ୍ତି। ଆଉ ସମ୍ଭବ କେତେବେଳେ ହେବ ପ୍ରିୟମାନେ? ଯେତେବେଳେ ଆମେ ପାଟି ଖୋଲିବା, ଯେତେବେଳେ ଏଇ ସତ୍ୟତାକୁ ଆମେ ଅନ୍ୟମାନଙ୍କ ପାଖରେ ଜଣେଇବା, ସେତେବେଳେ। ତେଣୁକରି ଆସନ୍ତୁ, ଆମ ଭିତରେ ସେ ଅଛନ୍ତି, ଆଉ ତାଙ୍କର ପରିଚୟକୁ ଆମେ ସମସ୍ତଙ୍କୁ ଦେବା, ସମସ୍ତଙ୍କୁ ଜଣେଇବା। ସେ ଯେ ସର୍ବଶକ୍ତିମାନ ପରମେଶ୍ୱର, ରାଜା ଦାରିଆ ବସ ଯେମିତି ପୃଥିବୀ ସାରା ପ୍ରଚାର କଲେ, आमेन आमेन।